ଅସ୍ତ୍ର ଶସ୍ତ୍ରକୁ ଥାଳ ଧରି ଶ୍ରୀଗୁରୁ ଆସିବେ ଯେପରି ହୋଇବ କଳକିର ଲୀଳା ତୁଟିବ ସକଳ କଳ୍ପନା। ଭୀମଭୋଇ ଲେଖିଛନ୍ତି। କାହିଁକି ଅସ୍ତ୍ର ଧରିବାକୁ କହିଲେ? ମାନେ ମୋର୍ ଦାନ୍ ୱାନ୍ 100 ଥର ବୋଧେ ଜାଗାରେ ବାଳିକା ଲେଖା ଅଛି। 0ଟି ମୁସଲିମ୍ କଣ୍ଟ୍ରିଜ୍ ଇନକ୍ଲୁଡ଼ିଂ ପାକିସ୍ତାନ ୱିଲ୍ ଆଟାକ୍ ଇଣ୍ଡିଆ, ଚାଇନା ୱିଲ୍ ଆଟାକ୍ ଇଣ୍ଡିଆ। ଏବଂ ଏପର୍ଯ୍ୟନ୍ତ ବି ସେ ଷ୍ଟାଣ୍ଡ ନେଉଛି ଆଜି ପର୍ଯ୍ୟନ୍ତ, ଫ୍ୟୁଚର ବି ନେବେ ସେଇଆ। ରଷିଆ ବି ଆମକୁ ଆଟାକ୍ କରିବ, ବ୍ୟାକଫାୟାର କରିବ। ଗୋଟିଏ ବାଣୀ ଅଛି ରଷିଆ ବିଷୟରେ, ଯୁଦ୍ଧ ଲାଗିଗଲା 3.5 ବର୍ଷ ପରେ, ଆଫ୍ଟର 3.5 years ରଷିଆ ଚାଇନାକୁ ଛାଡ଼ିଦେବ, କାରଣ ଚାଇନା ତାକୁ ଧୋକା ଦେବ ରଷିଆକୁ। ଆଚ୍ଛା, ତାଙ୍କ ଭିତରେ ଯୋଉ ଭଲ ସମ୍ପର୍କ ଅଛି, ଚାଇନା ସହିତ ରଷିଆର ଅଛି ବଡ଼ କନଫ୍ଲିକ୍ଟ ଅଛି। ରାଇଟ୍, ତାକୁ ଚାଇନା ମାରି ବସିବ ସୁବିଧା ନେଇକି, ଏବଂ ସେଠି ଛାଡ଼ି ସେ ଏଗେନ୍ ରଷିଆ ଜଏନ୍ ଆମେରିକା। ଲେଖା ମାଳିକାରେ ପଦ ଅଛି। ସେ ଖାଲି ଗୋଟିଏ ମାଳିକା ପଢ଼ିଯିବ, ଅନ୍ୟ କେଉଁ ମାଳିକା ପଢ଼ିନି। କିନ୍ତୁ ରଷିଆ ଭାରତ ରଷିଆ ଶାସନ ହେବ ପ୍ରମାଣ ଦେଇସାରିଛି। ରଷିଆ ଆସିକି ଜଗନ୍ନାଥକୁ ନେଇଯିବ, ତାର ସେ ପ୍ରମାଣ ଦେଇସାରିଛି। ରଷିଆ ଯାଇକି ଟ୍ରେନ୍ ଯାଇ ପହଞ୍ଚିବ ନାଇଁ ଆପଣଙ୍କର ହାଉଡ଼ାରେ ଶିଆଲଦାରେ, ଦେଖିବ ସେ ଜଗନ୍ନାଥଙ୍କ ବଗିଚା ନାହିଁ। ଧରିଲେ ଆକ୍ରମଣ ଆଟାକ୍ ଛତିଆରେ ଯୁଦ୍ଧ ବୋମା ପକେଇବେ, ବୋମା ମାଡ଼ କରିବେ, ବହୁତ ଲୋକ ମରିବେ ସେଠି। ସେଟା ବି ଲେଖା ଅଛି ମାଳିକାରେ। ସୁନ୍ଦର ଦେଖିଛନ୍ତି, ତାଙ୍କ ବାଣୀ ଅକାଟ୍ୟ ବାଣୀ, ତାଙ୍କ ମନା କରିପାରିବେନି, ସେଇଟା ଭୁଲ ବୋଲି ଲେଖିବେ କହିପାରିବେନି। କିଛି ଲୋକ ଗାଲୁ ମାରୁଛନ୍ତି ଯେ ଏମିତି ହେବନି, ଅମୁକ ହେବନି, ସମୁକ ହେବନି, ସେ ଅଲଗା ଜିନିଷ। ମୁଁ ସେଠିକି ଯିବାକୁ ଚାହୁଁନି।